କରନ୍ତି, କିନ୍ତୁ ପ୍ରକୃତରେ ବାସ୍ତବରେ ଆଜି ଆମେ ନୂଆ ଜୀବନ ପାଇଛୁ କି? ନୂଆ ସକାଳ ପାଇଛୁ କି? ନୂଆ ଦିବସ ପାଇଛୁ କି? ନୂଆ ମାସ ପାଇଛୁ କି? ନୂଆ ବର୍ଷ ପାଇଛୁ କି? ବା ନୂଆ ସୃଷ୍ଟି ଆମେ ପାଇଛୁ କି? ଆସନ୍ତୁ ଆଜି ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ ଆମେ ଈଶ୍ୱରଙ୍କ ବାକ୍ୟ ଶିଖିବା। ପ୍ରକୃତ ଭାବରେ କେଉଁମାନେ ନୂଆ ଜୀବନ ପାଇଅଛନ୍ତି, କେଉଁମାନେ ନୂଆ ସୃଷ୍ଟି ପାଇଅଛନ୍ତି, କେଉଁମାନେ ନୂଆ ଦିବସ ପାଇଅଛନ୍ତି, ବାସ୍ତବରେ କେଉଁମାନେ ନୂଆ ମାସ, ନୂଆ ବର୍ଷ, ନୂଆ ସୃଷ୍ଟି ପାଇଛନ୍ତି, ତାହା ବାକ୍ୟ ମଧ୍ୟରେ ଆଜି ଆମେ ଦେଖିବା। କେଉଁମାନେ ବାସ୍ତବରେ ଏହି ନୂଆ ସୃଷ୍ଟି ମଧ୍ୟକୁ ପ୍ରବେଶ କରିଅଛନ୍ତି, ଈଶ୍ୱରଙ୍କ ଦ୍ୱାରା ନିର୍ମିତ ସୃଷ୍ଟି ମଧ୍ୟକୁ ପ୍ରବେଶ କରିଅଛନ୍ତି, ତାହା ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଆଜି ଆମେ ଦେଖିବା। କାରଣ ବାକ୍ୟ କୁହେ 2 କରନ୍ତି 5:17 ଏହିପରି ଲେଖାଯାଇଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ଦେଖ, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଆଜି ଈଶ୍ୱରଙ୍କ ବାକ୍ୟ ଆଜି ଆମେ ଦେଖିବା। ବାସ୍ତବରେ କେଉଁ ବ୍ୟକ୍ତି ଆଜି ନୂତନ ସୃଷ୍ଟି ପାଇଛି? ବାସ୍ତବରେ କେଉଁମାନେ ଆଜି ନୂଆ ଜୀବନ ପାଇଅଛନ୍ତି, ନୂଆ ସକାଳ ପାଇଅଛନ୍ତି, ନୂଆ ବର୍ଷ ପାଇଅଛନ୍ତି? ବାଇବେଲ ଏଠି ସଫା କରେ ଡାଇରେକ୍ଟଲି ଆମକୁ ଉତ୍ତର ଦିଏ ନା, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନେ ନୂତନ ସୃଷ୍ଟି ହୋଇଅଛନ୍ତି। ବହୁତ ଖୁସିର ବିଷୟ, ଆନନ୍ଦର ବିଷୟ। ବାସ୍ତବରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନେ ନୂତନ ସୃଷ୍ଟି ହୋଇଅଛନ୍ତି। ଆନନ୍ଦର ବିଷୟ, ପ୍ରଭୁଙ୍କର ଗୌରବର ବିଷୟ, ମନୁଷ୍ୟମାନଙ୍କ ପାଇଁ, ତାଙ୍କ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପାଇଁ ବହୁତ ସୌଭାଗ୍ୟର ବିଷୟ ନା, ଯେଉଁମାନେ ଆଜି ପ୍ରକୃତ ଭାବରେ ଖ୍ରୀଷ୍ଟଙ୍କୁ ପାଇଅଛନ୍ତି, ଖ୍ରୀଷ୍ଟରେ ଅଛନ୍ତି, ସେଇମାନେ ଆଜି ନୂଆ ଜୀବନ ପାଇଅଛନ୍ତି, ପରିତ୍ରାଣ ପାଇଅଛନ୍ତି, ନୂଆ ଦିବସ ପାଇଅଛନ୍ତି, ନୂଆ ସପ୍ତାହ ପାଇଛନ୍ତି, ନୂଆ ମାସ ପାଇଛନ୍ତି, ନୂଆ ବର୍ଷ ପାଇଅଛନ୍ତି, ନୂଆ ଈଶ୍ୱରଙ୍କ ନୂଆ ସୃଷ୍ଟିକୁ ସେମାନେ ପାଇଅଛନ୍ତି। କାରଣ ଆମେ ଜାଣୁ ଏଠି ନୂତନ ସୃଷ୍ଟି କହୁଅଛି, ତାମାନେ ପୁରାତନ ସୃଷ୍ଟି ଅଛି କି? ନିହାତି ନିହାତି। ଆମେ ଯଦି ଆଦି ପୁସ୍ତକର ସୃଷ୍ଟି ବିବରଣୀ ଯଦି ଦେଖୁ, ଏ ସୃଷ୍ଟିର ପୂର୍ବରୁ ଗୋଟେ ସୃଷ୍ଟି, ଯେଉଁ ସୃଷ୍ଟି ଈଶ୍ୱର ସ୍ୱୟଂ ସୃଷ୍ଟିକର୍ତ୍ତା, ସେଇ ସୃଷ୍ଟି ଯେତେବେଳକୁ ପରମେଶ୍ୱରଙ୍କ ଦ୍ୱାରା କରାଗଲା, ଆଉ ସେ ସୃଷ୍ଟିଟି ଆଦମ ଏବଂ ହୱାଙ୍କ ଦ୍ୱାରା ପାପରେ କଳୁଷିତ ହେଲା, ବା ପୃଥିବୀଟି ଅଭିଶପ୍ତ ହେଲା। ଯେହେତୁ ଆଦମ ହବା ପରମେଶ୍ୱରଙ୍କ ଆଜ୍ଞା ଲଙ୍ଘନ କରିବା ଦ୍ୱାରା ସେମାନେ ପୃଥିବୀ ପୃଷ୍ଠ ମଧ୍ୟରେ ମୃତ୍ୟୁ ଆଣିଲେ, ଅଭିଶାପ ଆଣିଲେ, ଅମଙ୍ଗଳ ଆଣିଲେ, ଆଉ ଜୀବନରେ ଦୁଃଖ, ଜୀବନରେ କଷ୍ଟ, ଜୀବନରେ କ୍ଲେଶ, ଜୀବନର ଯନ୍ତ୍ରଣା, ଆଜି ଧରାପୃଷ୍ଠରେ ମନୁଷ୍ୟମାନେ ଯେଉଁ ଦୁଃଖ କଷ୍ଟ କ୍ଲେଶ ଭୋଗ କରୁଅଛନ୍ତି, ସେଇ ସମସ୍ତ ପ୍ରକାର
ସେମାନେ ଆଣିଲେ। କାରଣ ଆଜି ମନୁଷ୍ୟମାନେ ଏଇ ଜଗତରେ ଯେତେ ସମସ୍ତ ଜୀବନର ଭୟ, ସଙ୍କଟ, କ୍ଲେଶ, ତାଡ଼ନା, ଅଭିଶାପ, ଦୁଃଖ, କଷ୍ଟ, କ୍ଲେଶ ପ୍ରାପ୍ତ ହେଉଛନ୍ତି ଜୀବନରେ, ସେଇ ସବୁର ମୂଳ ବିଷୟ ହେଲା ଆଦମ ହବା। ତାହାଙ୍କ ସକାଶେ ପୃଥିବୀ ସମ୍ପୂର୍ଣ୍ଣ ଅର୍ଥାତ୍ ଗୋଟିଏ ପୁରାତନ ସୃଷ୍ଟି ଅଭିଶପ୍ତ ହୋଇଥିଲା। ଅଭିଶପ୍ତ ହୋଇଛି ଯେଉଁ ଧରା ପୃଷ୍ଠରେ ଆମେ ସମସ୍ତେ ବସବାସ କରୁ। ସେହି ଧରାପୃଷ୍ଠଟି ପାପରେ କଳୁଷିତ ହେଲା, ଅଭିଶପ୍ତ ହେଲା, ଈଶ୍ୱରଙ୍କ କ୍ରୋଧରେ ପରିପୂର୍ଣ୍ଣ ହେଲା। ଯାହା ମନୁଷ୍ୟମାନଙ୍କ ପାଇଁ କ୍ଷଣିକ ହେଇଗଲା। ପରମେଶ୍ୱର ତ କ୍ଷଣିକ ପାଇଁ ସୃଷ୍ଟି କରିନଥିଲେ ସତ, କିନ୍ତୁ ମନୁଷ୍ୟ ବନେଇଦେଲା ତାହା କ୍ଷଣିକ ଆଜ୍ଞା ଲଙ୍ଘନ ଦ୍ୱାରା। ଆଉ ମନୁଷ୍ୟମାନେ ମାଟିରୁ ନିର୍ମିତ ହେଲେ ପରମେଶ୍ୱରଙ୍କ ଦ୍ୱାରା, ଆଉ ମାଟିରେ ପୁଣି ଆଜି ଲୀନ ହେଉଛନ୍ତି। ଏହା ହେଉଛି ଗୋଟିଏ ପୁରାତନ ସୃଷ୍ଟି କଥା, କିନ୍ତୁ ବାଇବେଲ ଆଜି ଗୋଟିଏ ନୂତନ ସୃଷ୍ଟି କଥା କୁହେ। ନା, ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି ସେ ତେବେ ସେ ନୂତନ ସୃଷ୍ଟି ହୋଇଅଛି। ଦେଖନ୍ତୁ, ଏଠି ନୂତନ ସୃଷ୍ଟି କଥା କହୁଛି, ତାମାନେ ଆମେ ପୁରାତନ ବିଷୟ କିଛି ଆଲୋଚନା କଲୁ। ବର୍ତ୍ତମାନ ନୂତନ ସୃଷ୍ଟି କଥାକୁ ଆମେ କିଛି ଆଲୋଚନା କରିବା ଯେ এই নূতন সৃষ্টি কম। আজি ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି, କେଉଁମାନେ? ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ନିର୍ମିତ ସୁସମାଚାରକୁ ବିଶ୍ୱାସ କରିଅଛନ୍ତି, ମନ ପରିବର୍ତ୍ତନ କରି ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଅଛନ୍ତି, ଜଳ ଓ ଆତ୍ମାରେ ବାପ୍ତିସ୍ମ ହୋଇଅଛନ୍ତି, ସେମାନେ ତଥା ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିଅଛନ୍ତି, ତାଙ୍କ ଅନୁଗ୍ରହକୁ ଲାଭ କରିଅଛନ୍ତି, ବାସ୍ତବରେ ସେମାନେ ନୂତନ ସୃଷ୍ଟି ପାଇଅଛନ୍ତି। ଏହି ନୂତନ ସୃଷ୍ଟିର ଦ୍ୱାର ଯୀଶୁ ଖ୍ରୀଷ୍ଟ। ଏହି ନୂତନ ସୃଷ୍ଟିକୁ ପ୍ରବେଶ କରିବା ପାଇଁ, ଏହି ନୂତନ ସୃଷ୍ଟି ମଧ୍ୟରେ ଅଧିକାରୀ ହେବା ପାଇଁ ଖ୍ରୀଷ୍ଟ ହେଉଛନ୍ତି ସେଥିର ଦ୍ୱାର, ସେଥିର ପଥ, ସେଥିର ସତ୍ୟ, ସେଥିର ଜୀବନ, ସେଥିର ଆଧାର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ନୂଆ ସୃଷ୍ଟିରେ ସର୍ବେସର୍ବା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପରମେଶ୍ୱର আপনার প্রিয় পুত্রକୁ ସମସ୍ତ ଏହି ଅଧିକାର ଦେଲେ ଯେ ତୁମ୍ଭେ ସମଗ୍ର ମାନବ ଜାତି ଏହି ନୂତନ ସୃଷ୍ଟି ମଧ୍ୟରେ ପ୍ରବେଶ କରିବେ, ଅଧିକାରୀ ହେବେ ବୋଲି ପରମେଶ୍ୱର ଆପଣ ପ୍ରିୟ ପୁତ୍ରଙ୍କୁ ସମସ୍ତ ଅଧିକାର ଦେଇ ଏହି ଧରାପୃଷ୍ଠରେ ଜନ୍ମ ଦେଲେ। ପୁଣି ପ୍ରତି ମାନବକୁ ସେ ନୂଆ ସୃଷ୍ଟି ମଧ୍ୟକୁ ସେ ପ୍ରବେଶ କରିବା ପାଇଁ ଆପଣ ପ୍ରିୟ ପୁତ୍ରଙ୍କ ମାଧ୍ୟମରେ ସମସ୍ତ ପ୍ରକାର କାର୍ଯ୍ୟ କଲେ। ଆଉ ଯେଉଁମାନେ ଆଜି ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ଶୁଣନ୍ତି, ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ ବୋଲିକି ଯେଉଁମାନେ ଶୁଣନ୍ତି ଆଉ ବିଶ୍ୱାସ କରନ୍ତି ଆଉ ମନ ପରିବର୍ତ୍ତନ କରନ୍ତି, ପୁଣି ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି, ସେମାନେ ନୂତନ ସୃଷ୍ଟି ମଧ୍ୟକୁ ପ୍ରବେଶ କରୁଛନ୍ତି। ହଁ, ଆଉ ଗୋଟେ କଥା ଜାଣିବା ଦରକାର, ଆଜି ଅନେକ ଜଗତରେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଅଛନ୍ତି, କିନ୍ତୁ ବାସ୍ତବରେ
ଈଶ୍ୱରଙ୍କ ରାଜ୍ୟ ପ୍ରବେଶ କରିପାରିନାହାନ୍ତି। କାହିଁକି? ନାମ ମାତ୍ର ଖ୍ରୀଷ୍ଟିଆନ, ନାମ ମାତ୍ର ଆମେ ବିଶ୍ୱାସୀ, କିନ୍ତୁ ସୁସମାଚାର କ'ଣ କୁହେ? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ନିକଟ। ହଁ, ସେମାନେ ହୁଏତ ସବୁ ବଦଳାଇ ଦେଇଥାଇ ପାରନ୍ତି, ସବୁ କିଛି ବଦଳାଇ ଥାଇପାରନ୍ତି। ସେମାନଙ୍କର ଖାଇବା ପିଇବା ପିନ୍ଧିବା ସବୁ କିଛି, ଘର ବାଡ଼ି ସବୁ କିଛି ବି ସେମାନେ ପରିବର୍ତ୍ତନ କରିଦେଇ ଥାଇପାରନ୍ତି ସତ, କିନ୍ତୁ ମନ ପରିବର୍ତ୍ତନ କରିବେ। ଖ୍ରୀଷ୍ଟିଆନ ସତ, ଆଜି ବି ସେମାନଙ୍କ ଭିତରେ ଅପରିବର୍ତ୍ତନୀୟ ବିଷୟ ଅଛି, ଯେଉଁ ବିଷୟ ମନୁଷ୍ୟକୁ ଆଜି ଖ୍ରୀଷ୍ଟିଆନର ପରିଚୟ ଦେଉନାହିଁ, ନୂଆ ସୃଷ୍ଟି ମଧ୍ୟକୁ ନେଉନାହିଁ। ଏଥିପାଇଁ କୁହେ ପ୍ରକୃତ ମନୁଷ୍ୟ ମନ ପରିବର୍ତ୍ତନ କରିବା ଆବଶ୍ୟକ। ମନ ପରିବର୍ତ୍ତନ ନ କଲେ ମନୁଷ୍ୟ କେବେ ଈଶ୍ୱରଙ୍କ ସେହି ଯୋଜନାକୃତ ନୂତନ ସୃଷ୍ଟି ମଧ୍ୟକୁ ସେ କେବେ ପ୍ରବେଶ କରିପାରିବ ନାହିଁ। ଯଦି ସେ ମନ ପରିବର୍ତ୍ତନ କରିନାହିଁ, ତେବେ ସେ ନୂତନ ସୃଷ୍ଟି ମଧ୍ୟକୁ ପ୍ରବେଶ କରିବ ନାହିଁ। ମନୁଷ୍ୟମାନେ ଭାବନ୍ତି ନୂତନ ବର୍ଷ ଆସିଲା କହି ସେମାନେ ଆନନ୍ଦ ଉଲ୍ଲାସ କରି ଭୋଜି ଭାତ, ମଜା ମଜଲିସ୍, କ୍ଷୀରି ଖେଚୁଡ଼ି ସବୁ କିଛି କରିଦିଅନ୍ତି, କିନ୍ତୁ ବାସ୍ତବରେ ସେମାନେ ନୂତନ ସୃଷ୍ଟି ମଧ୍ୟକୁ ଯାଇପାରେ। କାହିଁକି? ଯେଉଁ ପର୍ଯ୍ୟନ୍ତ ଗୋଟେ ବ୍ୟକ୍ତିର ମନ ପରିବର୍ତ୍ତନ ହେଇନାହିଁ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ହୃଦୟ ଖୋଲି ନାହିଁ, ମନଟି ନୂତନୀକୃତ ହେଇନାହିଁ, ତେବେ ମନ ପରିବର୍ତ୍ତନ କ'ଣ କହିବା? ଯେଉଁ ପର୍ଯ୍ୟନ୍ତ ଗୋଟେ ବ୍ୟକ୍ତି ନିଜ ହୃଦୟକୁ ବଦଳାଇ ନାହିଁ, ମନକୁ ବଦଳାଇ ନାହିଁ, ନିଜର ସ୍ୱଭାବକୁ ବଦଳାଇ ନାହିଁ, ପୁରାତନର ସ୍ୱଭାବ ଅଛି, ପୁରାତନ ସୃଷ୍ଟିର ଅଭିଶପ୍ତ ବିଷୟ ଗୁଡ଼ିକ ଅଛି, ପାପ ବିଷୟ ଗୁଡ଼ିକ ଅଛି, ଅପରାଧ ବିଷୟ ଗୁଡ଼ିକ ଅଛି, ବ୍ୟଭିଚାର ବିଷୟ ଗୁଡ଼ିକ ଅଛି, ଅଧର୍ମ ବିଷୟ ଗୁଡ଼ିକ ଅଛି, ଅଶୁଚିତା ବିଷୟ ଅଛି, ଅପବିତ୍ରତା ଅଛି, ଅବାଧ୍ୟତା ଅଛି, ଅବିଶ୍ୱସ୍ତତା ଅଛି। ଏ ଯେଉଁ ପୁରାତନ ବିଷୟ ଗୁଡ଼ିକ ଅଛି, ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ପାଖରେ ଏହି ସମସ୍ତ ଗୁଡ଼ିକ ଅଛି, ସେହି ସମୟ ପର୍ଯ୍ୟନ୍ତ ସେ ପୁରାତନ ସୃଷ୍ଟି ମଧ୍ୟରେ ଅଛି। ସେ ନୂତନ ବର୍ଷ ପାଇନାହିଁ, ସେ ନୂତନ ଜୀବନ ପାଇନାହିଁ, ସେ ନୂତନ ସୃଷ୍ଟି ପାଇନାହିଁ, କାରଣ ତାହା ପୁରାତନ ସ୍ୱଭାବ ଅଟେ, ଅଭିଶାପର ମୃତ୍ୟୁଜନକ ସ୍ୱଭାବ ଅଟେ, ଅନ୍ଧକାରର ସ୍ୱଭାବ ଅଟେ, ଶୈତାନର ଶକ୍ତି ଅଟେ। ଏଣୁ ଏମାନେ ନୂଆ ସୃଷ୍ଟି ପାଇନା, କିନ୍ତୁ ଯେଉଁମାନେ ଏଇ ପୁରାତନ ସ୍ୱଭାବକୁ ଫିଙ୍ଗି ଦେଇ ଛାଡ଼ି ଦେଇ ବର୍ଷ ଯେମିତି 25 ମସିହାକୁ ପରିତ୍ୟାଗ କରି 26 ମସିହାକୁ ଗତି କରେ, ଆଉ 25 ମସିହାକୁ ସେ ଧରେ ନାହିଁ, ଛାଡ଼ିଦିଏ, ମନୁଷ୍ୟ ଠିକ୍ ସେହିପରି ଜୀବନରେ ପୁରାତନ ସ୍ୱଭାବକୁ ପରିତ୍ୟାଗ କରି, ପାପକୁ ପରିତ୍ୟାଗ କରି, ଜୀବନ ରାଗ, ହିଂସା, କପଟ, କ୍ରୋଧ, ଲୋଭ, ଲାଳସା, ଅବାଧ୍ୟତା, ଅବିଶ୍ୱସ୍ତତା, ଅଶୁଚିତା, ଅପବିତ୍ରତା, ସମସ୍ତ ଅନ୍ଧକାର ଶକ୍ତି, ସମସ୍ତ ପାପ ଶକ୍ତିକୁ ପରିତ୍ୟାଗ କରି ଯେଉଁମାନେ ଖ୍ରୀଷ୍ଟ ଯୀଶୁରେ ମନକୁ ବଦଳାଇ ଦିଅନ୍ତି, ଅର୍ଥାତ୍ ଖ୍ରୀଷ୍ଟଙ୍କର ଜୀବନ କାଟନ୍ତି, ଖ୍ରୀଷ୍ଟଙ୍କ ସ୍ୱଭାବକୁ ଗ୍ରହଣ କରନ୍ତି, ଖ୍ରୀଷ୍ଟଙ୍କ ବାକ୍ୟକୁ ପାଳନ କରନ୍ତି, ଆଉ ଖ୍ରୀଷ୍ଟଙ୍କର ବାକ୍ୟ ଅନୁଯାୟୀ ଜୀବନକୁ ମନକୁ ସଜାଡ଼ି ଦିଅନ୍ତି, ପବିତ୍ର କରନ୍ତି, ବିଶ୍ୱସ୍ତ ହୁଅନ୍ତି, ପ୍ରେମରେ ଆଚରଣ କରନ୍ତି, କ୍ଷମାର ହୃଦୟ ନେଇ ବଞ୍ଚନ୍ତି, ପ୍ରେମ, ଶାନ୍ତି, ଆନନ୍ଦରେ ପବିତ୍ର ଆତ୍ମାଙ୍କର ସେ 9ଟି ଫଳରେ ଫଳବାନ ଯେଉଁମାନେ ନିଜ ଜୀବନକୁ ସଜାଡ଼ନ୍ତି, ସେମାନେ ନୂଆ ସୃଷ୍ଟି ମଧ୍ୟକୁ ପ୍ରବେଶ କରୁଛନ୍ତି। ଏଇଟା ହେଲା ବାସ୍ତବରେ ଗୋଟେ ନୂଆ ସୃଷ୍ଟି ଈଶ୍ୱରଙ୍କ ଦ୍ୱାରା ନିର୍ମିତ, ଯେଉଁଠି ପାପର ଜାଗା ନାହିଁ, ଯେଉଁଠି ଶୈତାନର ଜାଗା ନାହିଁ, ଯେଉଁଠି
ଅଭିଶାପର ଜାଗା ନାହିଁ। କେବଳ ଈଶ୍ୱରଙ୍କର ସେହି ଶାନ୍ତିର ରାଜ୍ୟ, ଆନନ୍ଦର ରାଜ୍ୟ, ଆଶୀର୍ବାଦର ରାଜ୍ୟ, ଅନନ୍ତ ରାଜ୍ୟ, ସେହି ରାଜ୍ୟ ସେ ପ୍ରାପ୍ତ। ବାକ୍ୟ କୁହେ ଯେଉଁମାନେ ଜଳ ଓ ଆତ୍ମାରେ ଜନ୍ମ ହୁଅନ୍ତି ସେମାନେ ଈଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରନ୍ତି, କିନ୍ତୁ ଯେଉଁମାନେ ଜଳ ଓ ଆତ୍ମାରେ ଜନ୍ମ ହୁଅନ୍ତି ନାହିଁ ସେମାନେ ଈଶ୍ୱରଙ୍କ ରାଜ୍ୟରେ କେବେ ଦେଖିପାରିବେ ନାହିଁ, କିମ୍ବା ସେମାନେ କେବେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ଏହି ଈଶ୍ୱରଙ୍କ ବାକ୍ୟ ଆମକୁ କୁହେ। ତେଣୁ ଆଜି ବାସ୍ତବରେ ଯେଉଁମାନେ ନୂଆ ଜୀବନ ପାଇବା ପାଇଁ ଚାହାନ୍ତି ସେମାନେ ପ୍ରଭୁ ଯୀଶୁଙ୍କର ସୁସମାଚାର ବିଶ୍ୱାସ କରିବା ଦରକାର, ମନ ପରିବର୍ତ୍ତନ କରିବା ଦରକାର, ପୁରାତନ ସ୍ୱଭାବକୁ, ଅନ୍ଧକାର ସ୍ୱଭାବକୁ, ପାପର ସ୍ୱଭାବକୁ, ଶୈତାନର ସ୍ୱଭାବକୁ ପରିତ୍ୟାଗ କରି, ଜଗତର ସ୍ୱଭାବକୁ ପରିତ୍ୟାଗ କରି, ଜଗତର ଅଭିଳାଷକୁ ପରିତ୍ୟାଗ କରି ଖ୍ରୀଷ୍ଟ ଯୀଶୁରେ ଆମ ମନକୁ ପରିବର୍ତ୍ତନ କରିବା ଦରକାର। ଆମ ମନ ଭିତରେ, ହୃଦୟ ଭିତରେ, ଅନ୍ତର ଭିତରେ, ଜୀବନ ଭିତରେ ପ୍ରେମ ପ୍ରେମ ପ୍ରେମ, ଶାନ୍ତି ଶାନ୍ତି, ଦୟା, ଆନନ୍ଦ, କ୍ଷମା, ଏହି ଜୀବନ ନେଇ ଆଗକୁ ବଢ଼ିବା ହେଉଛି ଆମମାନଙ୍କ ପାଇଁ ନୂଆ ଜୀବନ। କାରଣ ଈଶ୍ୱରଙ୍କ ବାକ୍ୟ, ଈଶ୍ୱରଙ୍କ ସୁସମାଚାର ଆମକୁ ନୂଆ ଜୀବନ ଦିଏ, ନୂଆ ସୃଷ୍ଟି ଦିଏ, ନୂଆ ଜୀବନ ଦିଏ, ନୂଆ ଶାନ୍ତି ଦିଏ, ନୂଆ ଆନନ୍ଦ ଦିଏ। ଆମ ଜୀବନରେ ଆଶୀର୍ବାଦ ଆଣେ, ଆମ ଜୀବନରେ ଆନନ୍ଦ ଆଣେ, ଆମ ଜୀବନରେ ସୁଖ ଆଣେ, ଆମ ଜୀବନରେ ସବୁକିଛି ଦାନ କରି ଅନୁଗ୍ରହକୁ ଆଣେ। ତେଣୁ ଆମେ ଆମମାନଙ୍କ ଜୀବନରେ ଈଶ୍ୱରଙ୍କର ସେ ମହାନ ଯୋଜନା ପାଇବା ପାଇଁ ଆମେ ମନ ପରିବର୍ତ୍ତନ କରୁ, ହୃଦୟକୁ ପରିବର୍ତ୍ତନ କରୁ, ଆମ ସ୍ୱଭାବକୁ ପରିବର୍ତ୍ତନ କରୁ, ଆମ ଚରିତ୍ରକୁ ପରିବର୍ତ୍ତନ କରୁ, ଆମ କଥା ଭାଷାକୁ ପରିବର୍ତ୍ତନ କରୁ, ଆମ ଚାଲିଚଳନକୁ ପରିବର୍ତ୍ତନ କରୁ, ଆମ ଚାହାଣୀକୁ ପରିବର୍ତ୍ତନ କରୁ, ଆମର ପ୍ରତିଟି ବିଷୟ କାମ କାର୍ଯ୍ୟକୁ ପରିବର୍ତ୍ତନ କରୁ କେବଳ ଯୀଶୁଙ୍କ ନାମରେ। କାରଣ ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ସେ ତେବେ ସେ ନୂତନ ସୃଷ୍ଟି ହୋଇଅଛି ବୋଲି ଈଶ୍ୱରଙ୍କ ବାକ୍ୟ ଆମକୁ କୁହେ। ଏଇ ଯୋଉ ସ୍ୱଭାବ କରିବା, ଆମେ ପ୍ରେମର ଆଚରଣ ଯୋଉ କରିବା, କ୍ଷମାର ଯୋଉ ଆଚରଣ କରିବା ଏଇ ନୂତନ ବର୍ଷରେ, ସେଇଟା ହେଲା ଆମକୁ ନୂତନ ସୃଷ୍ଟି ଦିଏ। ସେଇଟା ହଉଛି ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ପ୍ରାପ୍ତ ହଉ। ଏଇଟା ଖ୍ରୀଷ୍ଟଙ୍କର ସ୍ୱଭାବ ଅଟେ, ଖ୍ରୀଷ୍ଟଙ୍କର ଆଚରଣ ଅଟେ, ପ୍ରେମ ଆଚରଣ, ଦୟା ଆଚରଣ, କ୍ଷମା ଆଚରଣ, ଗୋଟେ ପ୍ରକୃତ ହୃଦୟ, ପବିତ୍ରତା ହୃଦୟର ଆଚରଣ, ପ୍ରକୃତ ସ୍ୱଭାବ ଖ୍ରୀଷ୍ଟଙ୍କର ଆଚରଣ ଅଟେ। ଆମେ ଯଦି ଖ୍ରୀଷ୍ଟଙ୍କଠାରେ ରହିବା ତେବେ ଏହି ବିଷୟ ଆମକୁ ଗୋଟେ ନୂଆ ସୃଷ୍ଟି ମଧ୍ୟ ଦିଏ। ତେଣୁ କରିକି ଏଇ ନୂଆ ବର୍ଷ ମଧ୍ୟରେ ଆମେ ଯେତେବେଳେ ପ୍ରବେଶ କରୁ ଆମ ଜୀବନ ପରିବର୍ତ୍ତନ ହେବା ଦରକାର। ଆମ ଜୀବନ ପବିତ୍ରକୃତ ହେବା ଦରକାର। ଆମ ଜୀବନର ପ୍ରତି ସ୍ୱଭାବଟି ପରିବର୍ତ୍ତନ ହେବା ଦରକାର। ପୁରାତନ ସ୍ୱଭାବକୁ ପରିତ୍ୟାଗ କରି, ରାଗ ହିଂସା କପଟକୁ ପରିତ୍ୟାଗ କରି ପ୍ରେମର ଆଚରଣ କରିବା ପାଇଁ ଗୋଟେ ନୂଆ ସଂକଳ୍ପ ନେବା ଦରକାର, ନୂଆ ସିଦ୍ଧାନ୍ତ ନେବା ଦରକାର, ନୂଆ ମନ ନେଇ ଆଗକୁ ବଢିବା ଦରକାର। ପ୍ରଭୁ ଯୀଶୁଙ୍କ ନାମରେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏ 2026 ମସିହାଟି ଆମେ ଆଗକୁ ବଢିବା ଦରକାର। କାରଣ ପ୍ରଭୁ ଆମମାନଙ୍କ ଜୀବନ ପ୍ରକୃତ ଗୋଟେ ନୂଆ ସୃଷ୍ଟି ଦେବା ପାଇଁ ଚାହାନ୍ତି। ଏହା ହେବ ଆମ ପାଇଁ ପ୍ରକୃତରେ, ବାସ୍ତବରେ ଆମମାନଙ୍କ ପାଇଁ ଆଶୀର୍ବାଦର ବର୍ଷ। ଆମେ ଖ୍ରୀଷ୍ଟଙ୍କ ଠାରେ ରହିଲେ ଆମେ ନୂଆ ସୃଷ୍ଟି ପାଇବା, ପୁରାତନ ବିଷୟ ସବୁ ଲୋପ ପାଇବ, ଆଉ ରହିବ ନାହିଁ ସେ ପାପ, ଅଭିଶାପ, ଅମଙ୍ଗଳ, ଭୟ, ସଙ୍କଟ। ହଁ, ବର୍ତ୍ତମାନ ଜଗତରେ, ବର୍ତ୍ତମାନ ପରିସ୍ଥିତିରେ, ପୃଥିବୀରେ ଯେତେ ଭୟାବହ ଦେଖାଯାଉଛି, ଯୁଦ୍ଧ ଉପରେ ଯୁଦ୍ଧ, ସମସ୍ୟା ଉପରେ ସମସ୍ୟା ସତ, କିନ୍ତୁ ସେଇ ବିଷୟ ନୂତନ ସୃଷ୍ଟି ପାଇଥିବା ବ୍ୟକ୍ତି ପାଇଁ
କିଛି କ୍ଷତିଜନକ ନୁହେଁ, ସେ କିଛି କ୍ଷତିଜନକ ନୁହେଁ, ଅମଙ୍ଗଳଜନକ ନୁହେଁ, ସେଟା ତା ପାଇଁ ତା ଶୁଭ ବାର୍ତ୍ତା ଅଟେ। ପ୍ରକୃତ ଖ୍ରୀଷ୍ଟଙ୍କୁ ପାଇଥିବା ବ୍ୟକ୍ତିମାନଙ୍କୁ ଏହା ଶୁଭ ବାର୍ତ୍ତା ଅଟେ। ପ୍ରକୃତ ନୂତନ ସୃଷ୍ଟିକୁ ପାଇଥିବା ବ୍ୟକ୍ତିମାନେ ଏହା ଗୋଟେ ମଙ୍ଗଳର ବାର୍ତ୍ତା ଅଟେ। ଏଟା ଖରାପର ବାର୍ତ୍ତା ନୁହେଁ। ଏଟା ଲୋକେ କହିପାରନ୍ତି ଏହା ଖରାପର ବାର୍ତ୍ତା। ନା, ଖରାପର ବାର୍ତ୍ତା ନୁହେଁ, ଈଶ୍ୱରଙ୍କ ଆଗମନ କରିବାର ଗୋଟେ ଲକ୍ଷଣ। ସୌଭାଗ୍ୟବାନ ଆଜି ପ୍ରକୃତ ଖ୍ରୀଷ୍ଟଙ୍କୁ ପାଇଥିବା ବ୍ୟକ୍ତି, ନୂତନ ସୃଷ୍ଟି ପାଇଥିବା ବ୍ୟକ୍ତି, ଜୀବନକୁ ବଦଳାଇଥିବା ବ୍ୟକ୍ତିମାନେ ଧନ୍ୟ। କାରଣ ସେମାନଙ୍କ ମଧ୍ୟରେ ଆଉ ପୁରାତନ ବିଷୟ ସବୁ ରହିବ ନାହିଁ। ପୁରାତନ ବିଷୟ କ'ଣ? ପାପ, ଅଭିଶାପ, ମୃତ୍ୟୁ, ଦଣ୍ଡ, ଦୁଃଖ, କଷ୍ଟ, କ୍ଲେଶ, ଏହି ବିଷୟ ଗୁଡ଼ିକ ମନୁଷ୍ୟମାନଙ୍କ ମଧ୍ୟ ଆଉ ରହିବ ନାହିଁ। ଯେହେତୁ ସେମାନେ ନୂତନ ସୃଷ୍ଟି ପାଇ ଅଛନ୍ତି। ଈଶ୍ୱରଙ୍କ ନୂତନ ସୃଷ୍ଟିରେ ରୋଗ ନାହିଁ, ବେମାର ନାହିଁ, ସମସ୍ୟା ନାହିଁ, ଦୁଃଖ ନାହିଁ, କଷ୍ଟ ନାହିଁ, କ୍ଲେଶ ନାହିଁ। ଆଜି ଜଗତର ମନୁଷ୍ୟମାନେ ଏଠି ଦୁଃଖ ପାଆନ୍ତି, କଷ୍ଟ ପାଆନ୍ତି, କ୍ଲେଶ ପାଆନ୍ତି ସତ, କିନ୍ତୁ ଈଶ୍ୱରଙ୍କ ସୃଷ୍ଟି ସେ ପ୍ରକାର ନୁହେଁ। ତାହା ଅନନ୍ତକାଳୀନ। ପ୍ରଥମ ସୃଷ୍ଟି, ପୁରାତନ ସୃଷ୍ଟି ଯେମିତି କ୍ଷଣୀୟ ଅଟେ, ଅଳ୍ପ ଦିନ ପାଇଁ ଅଟେ, ଏହି ସୃଷ୍ଟି ସେହି ପ୍ରକାର ନୁହେଁ। ଏହି ସୃଷ୍ଟି ଯୁଗେ ଯୁଗେ, ଏହି ସୃଷ୍ଟି ଯୁଗେ ଯୁଗେ। ଏଠି ଶୈତାନର ରାଜୁତି ନୁହେଁ, ଏଠି କୃଷ୍ଣଙ୍କ ରାଜୁତି, ସତ୍ୟର ରାଜୁତି, ଧର୍ମର ରାଜୁତି, ଶାନ୍ତିର ରାଜୁତି, ପ୍ରେମର ରାଜୁତି, ଆନନ୍ଦର ରାଜୁତି, ଏଠି ଦୁଃଖର ରାଜୁତି ନୁହେଁ। ଏଥିପାଇଁ ଆମେ ମନ ବଦଳାଇବା ଦରକାର। ଖ୍ରୀଷ୍ଟଙ୍କଠାରେ ଆମେ ରହିବା ଦରକାର, ପ୍ରାର୍ଥନାରେ ରହିବା ଦରକାର, ବାକ୍ୟରେ ଆମେ ରହିବା ଦରକାର। এই ବର୍ଷ ମଧ୍ୟରେ ଆମେ ଉପବାସରେ ବି ରହିବା ଦରକାର। ପ୍ରଭୁଙ୍କ ସହଭାଗିତାରେ, ପ୍ରଭୁଙ୍କର ଉପସ୍ଥିତିରେ, ପ୍ରଭୁଙ୍କ ସାନ୍ନିଧ୍ୟରେ, ଦୈନନ୍ଦିନ ଜୀବନରେ ଆମେ ପ୍ରଭୁରେ ରହିଲେ ଆମ ଜୀବନର ଅନ୍ଧକାର ଶକ୍ତି ଆଉ ରହିବ ନାହିଁ। ଯେହେତୁ ଆମେ ନୂତନ ସୃଷ୍ଟି ପାଇଛୁ, ସୃଷ୍ଟି ପାଇବା। ଦେଖ, ନୂତନ ବିଷୟ ସବୁ ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇବ, ଆଉ ନୂତନ ସୃଷ୍ଟି ହୋଇଯିବ। ତାମାନେ ଆମେ ନୂତନ ହେଇଯିବା, ଆମେ ନୂଆ ହେଇଯିବା। ଆମ ଜୀବନ ନୂଆ, ଆମ ସ୍ୱଭାବ ନୂଆ, ଆମ ଚରିତ୍ର ନୂଆ, ଆମର ପ୍ରତିଟି ବିଷୟ ନୂଆ, ସବୁକିଛି ନୂଆ। ନୂଆ ଖ୍ରୀଷ୍ଟ ଯୀଶୁରେ ଥିଲେ ସବୁକିଛି ଆମେ ନୂଆ ହେଇଯିବା। ଆଉ ପୁରୁଣା ଲୋକ ନୁହଁ ଆମେ। ଏଣୁ ଆସ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ପବିତ୍ରକୃତ ହେବା, ନୂତନୀକୃତ ହେବା, ତାଙ୍କ ରକ୍ତରେ, ତାଙ୍କ ବାକ୍ୟରେ, ତାଙ୍କ ଅନୁଗ୍ରହରେ, ତାଙ୍କରି ଦୟାରେ ଆମେ ନୂତନୀକୃତ ହେବା। ଏସବୁ ହେବା ପାଇଁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।